ତାଙ୍କ ବାବଦରେ ଟିକେ ଜାଣିବାକୁ ଚାହୁଁଥିଲେ। ଆପଣ ତାଙ୍କ ରୁମମେଟ୍ ଥିଲେ, ଆଜ୍ଞା କେବେଠୁ କଣ ଆପଣ ଏକାଠି ରହୁଥିଲେ ମ୍ୟାଡାମ? ଏକାଠି ତା ସହିତ ମୋ ଚିହ୍ନା ପରିଚୟ ପାଖାପାଖି +2 ପାଖରୁ, ତ ମୁଁ +2 ପାଖରୁ ଚିହ୍ନିଛି। ଆମ ଗାଁ ଛୁଆ ସିଏ ଦୁଇର, ମୁଁ ତାପରେ ତା ଘର ପାଖରେ ଯୋଉ କଲେଜଟା ମୁଁ ସେଇଠି +2 କରିଛି, ତ ତା ବାପା ମତେ ସେଇ କଲେଜର କ୍ଲାସ, ତା ବାପା ମତେ ଭଲସେ ଚିହ୍ନିଛନ୍ତି। ଆଉ ତାକୁ ଏରକମ କେହି ନାହିଁ ଯେ ତାକୁ ଚିହ୍ନି ନାହିଁ ବୋଲି, ହୁଁ ହୁଁ ଏମିତି କୋଉ ଲୋକ ନାହିଁ ଯେ ତାକୁ ଚିହ୍ନି ନାହାନ୍ତି। ତ ଆଚ୍ଛା ତାପରେ ତାପରେ ତାକୁ ସେଠି ଚିହ୍ନିଲି। ତାପରେ +3 ଯେତେବେଳେ ମୁଁ ସେଠି ଏଫଏମ୍ ଯେତେବେଳେ କଲି, ତାର ଇଣ୍ଟରଭ୍ୟୁ ପାଇଁ ଲାଗିଲା। ଆମେ ପ୍ରଥମ ହଉଛି ଆମେ ବିନାୟକ ମେସରେ ରହୁଥିଲୁ। ଆଚ୍ଛା ବିନାୟକ ମେସରେ ସେତେବେଳେ ସିଏ ହଉଛି 3 ସିଟରରେ ରହୁଥିଲା, ମୁଁ 5 ସିଟରରେ ରହୁଥିଲି। ହୁଁ ହୁଁ ତ ସେଠି ତାପରେ ସିଏ ମତେ ଦେଖିକି ସେ ଖୁସି ହେଲେ, କହିଲେ ଯାହା ହଉ ଦିଦି ତୁମେ ଏଠି ଆସିଛ। ମୁଁ କହିଲି ହଉ ଯାଉ, ସେତେବେଳେ ଚିହ୍ନା ପରିଚୟ ସେ ମାନେ, କିନ୍ତୁ ମାନେ ଗୋଟେ ରୁମରେ ରହୁନଥାଏ, ଅଲଗା ଅଲଗା, କିନ୍ତୁ ଫ୍ରେଣ୍ଡଲି ମିଶୁଥାଏ। ମାନେ ଆଚ୍ଛା ନର୍ମାଲି ଯେରକମ ମିଶିବା କଥା ସେରକମ ମିଶୁଥାଏ, ଏତେ କ୍ଲୋଜ ନୁହଁ। ହୁଁ ତାପରେ ହୁଁ ଯେତେବେଳେ ସେଠି ଛାଡିଲେ ଆମେ ମେସ୍, ସେଠି କିଛି କାରଣ ମେସ୍ ଛାଡିଦେଲେ। ମେସ୍ ଛାଡିଲା ପରେ ଆମେ 3 ଜଣ ବାହାରି ଆସିକି ସୁଭଦ୍ରା ମେସରେ ରହିଲୁ। ହୁଁ ହୁଁ ସୁଭଦ୍ରା ମେସରେ ସୌମ୍ୟ, ମୁଁ ଆଉ ଗୋଟେ ଝିଅ, 3 ଜଣ ଆମେ ରହିଲୁ। ସେଇଠି ଆମେ ଗୋଟେ ରୁମରେ ରହିଲୁ, ସେଇଠୁ ଫ୍ରେଣ୍ଡସିପଟା ଅଧିକ ଟିକେ କ୍ଲୋଜ ହେଇଗଲା। ଓହୋ ତ ସେଇଠୁ ତ ସେତେବେଳେ ସବୁ ଠିକ ଠାକ ଥିଲା, ଏମିତି କିଛି ହଉନଥିଲା। ସେ ଖାଲି କେବଳ ସେତେବେଳେ ଯାହା ସାର୍ ତାଙ୍କୁ ବେଗ ଯୋଉ ଲଗେଇଥିଲେ, ସେଇଟାରେ ସିଏ ମାନେ କହୁଥାଏ ଯେ ମୁଁ କ୍ଲାସ ଫାଷ୍ଟରେ ତ ତା କ୍ଲାସ ଯାଇଥିଲା, ସିଏ ପୁରା ମାନେ ପର୍ଟିକୁଲାର ରିଜିନ ଜଣେଇଥିଲା ଯେ ମୁଁ ଏଇ ପାଇଁ କ୍ଲାସ ଯାଇନଥିଲି। ତା ମାଙ୍କ ଅପରେସନ ଥିଲା, ତାପରେ ତା ଦେହ ଭଲ ନଥିଲା, ତାକୁ ବି ଜ୍ୱର ହେଇକି ମାସେ ପାଖାପାଖି ଘର ପାଖରେ ଥିଲା, ସେଇପାଇଁ ଯାଇନଥିଲା କ୍ଲାସ। ଆଉ ତା ଅଜାଙ୍କ ଦେହାନ୍ତ ହେଇଗଲା, ତା ବଡବାପାଙ୍କ ନା ତାଙ୍କର ବି ଦେହାନ୍ତ ହେଇଗଲା, ସେଇ ଏଟେ ଟାଇମ, ମାନେ ଗୋଟେ ଟାଇମର। କଣ ସେ ବର୍ଷକ ଭିତରେ? ହଁ ଆଚ୍ଛା ଆଚ୍ଛା ତାପରେ ତାର ବି ଏମିତି ଦେହ ଖରାପ ପାଇଁ ଆଉ ସେ ମାନେ କ୍ଲାସ କରିନଥିଲା। ତାପରେ ତାକୁ ଡାଇବେଟିସ ବି ଥାଏ, ତାପରେ ପିସିଓଡି ବି ତାର ଥାଏ, ପିସିଓଡି ପ୍ରୋବ୍ଲେମ ବି ତାର ଥାଏ। ପିସିଓଡି? ଆଜ୍ଞା ଆଚ୍ଛା, ତାର ଡାଇବେଟିକ ବି ପ୍ରୋବ୍ଲେମ ଥିଲା ଏ ଝିଅର? ହଁ ଡାଇବେଟିସ ତାର ପ୍ରୋବ୍ଲେମ ଥାଏ, ବହୁତ ପ୍ରୋବ୍ଲେମ ଥାଏ। ଆଚ୍ଛା ଆଚ୍ଛା ତ ଯାଇପାରୁନଥାଏ, ତ ସାରଙ୍କୁ, ତାପରେ ସିଏ ହଉଛି ସେଲ୍ଫ ଟ୍ରେନିଂ ବି ଦେଇତେ ଯାଉଥାଏ, ସେଠି ବି କ୍ଲାସ ସେ ପାଇଁ ବି ଆବସେଣ୍ଟ ହଉଥାଏ। ଓହୋ ସେ କୋ-କରିକୁଲାର ଆକ୍ଟିଭିଟି ବହୁତ କିନ୍ତୁ କରୁଥାଏ, ଏବିପି। ତାପରେ ତାର ହାତ ପେଣ୍ଟିଂ ସେ ବଢିଆ ରକମ ତିଆରି କରେ, ଜିନିଷ ସବୁ କଲର ଦବା ସବୁ, ମାନେ ସେ କୋ-କରିକୁଲାର ଆକ୍ଟିଭିଟି ତାର ବହୁତ ବଢିଆ। ଓହୋ, ତାହେଲେ ତ କଲେଜକୁ ଜଣେଇଥିବ ସେଇ ସବୁ ହଁ ଆବସେଣ୍ଟ ର କାରଣ ସବୁ ହଁ ଜଣେଇଥିବ? ଜଣେଇଛି, ଜଣେଇଥିଲା, କଲେଜକୁ ଜଣେଇଥିଲା ସେ। ହୁଁ ହୁଁ କଲେଜକୁ ଜଣେଇଥିଲା, ମୁଁ ଯେତିକି ଜାଣିଛି ସେ ମତେ କହିଲା ଯେତିକି, ମୁଁ ଏକ୍ସାକ୍ଟ ଇଏଟା କହିପାରୁନାହିଁ, କିନ୍ତୁ ସେ ମତେ ଯେତିକି କହିଥିଲା। ଆଚ୍ଛା ଆଚ୍ଛା, ତା ବ୍ୟାକ୍ ରହିଲା ପରେ ତାର କଣ ରିଆକ୍ସନ ଥିଲା, ଆପଣଙ୍କୁ କିଛି କହିଥିଲା? ବେକ୍ ରହିଲା, ତା ରିଆକ୍ସନ ତ ମୁଁ କହିବି, ମୁଁ ତା କଥା ରିଆକ୍ସନ, ମୁଁ କିନ୍ତୁ ବେକ୍ ଲାଗିଛି ତୁ ତତେ ଡର ଲାଗୁନି? କହିଲା ହଁ ମୁଁ ଜାଣିଛି ମୋର ବେକ୍, ଫାର୍ଷ୍ଟ ସେମିଷ୍ଟାର ବେକ୍ ଲାଗେ, କାହିଁକି ନା ମୁଁ ପାଠ ପଢିନଥିଲି ସେଟାର, ମୁଁ ତ କ୍ଲାସ ଯାଇନଥିଲି, ମୋ ଦେହ ଏମିତି ଖରାପ ଥିଲା ସେଇଟା, ମୁଁ କହିଲି ହଉ ଠିକ ଅଛି। ତାପରେ ତା ବାପା ସେକେଣ୍ଡ ଯେତେବେଳେ ବେକ୍ ଲାଗିଲା, ମୁଁ ପାଠ ପଢିଛି, ମୁଁ ଲେଖିଛି, ମୋର ବେକ୍ ଲାଗିଲା କି ପାଇଁ? ହୁଁ 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 ମୁଁ ତାପରେ ଏମିତି ଗଲା, କିଛି ଦିନ ଗଲା ପରେ ତାପରେ ହଉଛି କହିଲା ଯେ ଲାଷ୍ଟ ଆଡକୁ ଯେତେବେଳେ ମେସ୍ ସେ ମେସ୍ ଛାଡିଲୁ, ସେତିକି ବେଳେ କହିଲା କି ହଉଛି ମୁଁ ହଉଛି ଏକ୍ସାମ ଯୋଉ ବେକ୍ ଲାଗିଲା, ସେତିକି କହୁଥାଏ ଯେ ସାର୍ ତାହେଲେ ମୋ ଉପରେ କିଛି ଗୋଟେ ରାଗ ରଖିକି ବୋଧେ ଏମିତି କରୁଛନ୍, ମତେ ବାର ବାର ବେକ୍ ଲଗଉଛନ୍ତି, ସବୁ ସେମିଷ୍ଟର ବେକ୍ ଲଗଉଛନ୍ତି, ମୋର ତ କେହି ସେମିଷ୍ଟର ଗୋଟେ ବି ମାନେ ଠିକ ସେ ଦେଇନି, ସବୁ ତ ଦେଇଛି ମୁଁ, ତ ଗୋଟେ ବି ପେପର ମାନେ ସବୁଟାର ବି ବେକ୍ ଲାଗିଗଲା, ଗୋଟେ ପେପର ଭଲ ହେଲାନି, ସବୁ ପେପର ବେକ୍ ଲାଗିଲା। ମାନେ ତାପରେ କହିଲେ ତାର ଆପଣଙ୍କର ସେ 3ଟା ସେମିଷ୍ଟର ଦେଇଥିଲେ, ଏଇଟା ତ 4th ସେମିଷ୍ଟର ଏଇଟା ଥିଲା। 4th ଦେଇଥାନ୍ତେ, ଦେଇନାହାନ୍ତି, ଇଣ୍ଟରନାଲ ତ ଗୋଟେ ଦେଇନାହାନ୍ତି, ଆଉ ଦେଇଥିଲେ 3ଟାଙ୍କ ସେମିଷ୍ଟରରେ କେତେଟା ପେପର? ମାନେ ତିନିଟା। ତାର କେତେଟା ପେପର ମୁଁ ଜାଣିନି, ଫାର୍ଷ୍ଟ ସେମିଷ୍ଟର ଯାହା ଜାଣିଥିଲି 3ଟା ପେପର ବେକ୍ ଲାଗିଥିଲା। ଓହୋ ସେକେଣ୍ଡ ସେମିଷ୍ଟର କେତେଟା ଲାଗିଛି ମୁଁ ଜାଣିନି, ହୁଁ ହୁଁ ସେକେଣ୍ଡ 2ଟା ନା ପ୍ରାୟ 2ଟା କି ଗୋଟେ ଲାଗିଥିଲା। ତାପରେ ଥାର୍ଡ ତ ରେଜଲ୍ଟ ଆସିନି ଆଜି ଆମର, ତାର ବି ଆସିନି ଓହୋ କି ଆମର ବି ଆସିନି। ଆଚ୍ଛା 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 ତ ଗଲେ ତାପରେ ଏମିତି କହୁଥାଏ ସାର୍ ହଉଛି ମତେ ଏମିତି କ୍ଲାସ ର ହଉଛି ଅଫେନ ଟାଇପ ର କଥା କହିବେ, ତାପରେ କ୍ଲାସ ଟିକେ ଲେଟ୍ ହେଇଛି, ମତେ ବାହାରେ ଛିଡା କରିବେ, ଏଇ ସବୁ କଥା କହିଥାଏ। ହୁଁ ହୁଁ ତାପରେ ମୁଁ ସେ କଥା ଏତେ ଧରୁଥାଇନି, ମୁଁ ମୋ ପାଠର ମାନେ ନିଜେ କନସେନଟ୍ରେଟ କରିଥାଏ, ତାକୁ ମୁଁ ଏତେ ଧ୍ୟାନ ଦଉନି, ଏମିତି କହିଦେଉଥାଏ, ମୁଁ ଶୁଣୁନଥାଏ, ବାସ୍ ମୁଁ ତାକୁ କହୁଥାଏ, ମୁଁ ଭାବୁଥାଏ ତାର ଭୁଲ ଥିବ ବୋଧେ କିଛି, ଏତେ କଥା ଓହୋ ତାକୁ ମାନେ ଗୁରୁତ୍ୱ ଆକାର ନେଇନଥିଲି। ହୁଁ ତାପରେ ହୁଁ ଏଇ ଯୋଉ ରିସେଣ୍ଟ ଯେ ହେଲା, ତାକୁ ଯେତେବେଳେ 4th ସେମିଷ୍ଟରରେ ଆମେ ସେ ମେସ୍ ଛାଡିଦେଲେ, ଏଠି ରହିଲେ, ଏଠି ତ ହେଲେ ଆମେ 2 ଜଣ ରହୁଥାଉ, ହୁଁ ସେ ହୁଁ ମେସ୍ ରେ 3 ଜଣ ରହୁଥାଉ, ସେ ଝିଅଟା କିନ୍ତୁ ରହୁନଥାଏ, ଆମେ 2 ଜଣ କିନ୍ତୁ ଯେତିକି ବେଳେ ବି ରହୁଥାଉ, 2 ଜଣ ରହୁଥାଉ ଆମେ। ଆଚ୍ଛା ତାପରେ ହଉଛି ଯେତେବେଳେ 4th ସେମିଷ୍ଟର ଯେତେବେଳେ ଇଣ୍ଟରନାଲ ଏକ୍ସାମ ଟା ହେଲା, ଇଣ୍ଟରନାଲ ର ଆମର ଇଣ୍ଟରନାଲ ଥିଲା, ତାର ଥିଲା 30 ତାରିଖ, ଆମର ଥିଲା 2 ତାରିଖର। ହୁଁ ହୁଁ 2 ତାରିଖର ଏକ୍ସାମ ଥିଲା। ତାପରେ ସେ ହଉଛି ରଥ ଦିନ ତାଙ୍କ ବାବା ଆସିଥିଲେ,
ଆସିକି ତାଙ୍କ ବାପା ମତେ ତାକୁ ବାଇକରେ ନେଇକି ଆସିଥିଲେ ଘର ପାଖକୁ। ଘର ପାଖକୁ ଆସିଲେ ସେ ଘର ପାଖରେ ବାହୁଡା ରଥ ପରେ ତାପରେ ରଥ ଥିଲା ଶନିବାର, ତା ରବିବାର ଦିନ ହଉଛି ଆମେ ରବିବାର ଦିନ ଆସିଥାନ୍ତୁ। ମୁଁ କହିଲି ରବିବାର ଦିନ ଯାଆନି, ମୁଁ ଟିକେ ମେଡିକାଲ ଦେଖିମି, ମୋର ଟିକେ ବ୍ଲଡ ଟେଷ୍ଟ କରିବାର ଅଛି, ତୁ ତାହେଲେ ଗୋଟେ କାମ କର, ତୁ ରବିବାର ଦିନ ଯଦି ଯିବୁ ତ ଯା, ମୁଁ ସୋମବାର ଯିବି ନହେଲେ ମଙ୍ଗଳବାର ଯିବି, କାହିଁକିନା ମୋର ତ ବୁଧବାର ଏକ୍ଜାମ ଅଛି, ତୁ ମୁଁ ସେଠି ଘର ପାଖରେ ବି ପଢିନେମି। ସେ କହିଲା ତାହେଲେ ତୁମେ ଗୋଟେ କାମ କର ସୋମବାର ଦିନ ଯିବା। ମୁଁ କହିଲି ହଉ ତାହେଲେ ଠିକ ଅଛି ସୋମବାର ଦିନ ଯିବା ତାହେଲେ। କିନ୍ତୁ ମୁଁ ସୋମବାର ଦିନ ଯାଇପାରିନି, ସିଏ ସୋମବାର ଦିନ ଆସିଲା। କିନ୍ତୁ ରବିବାର ଦିନ ରାତିରେ ମତେ ସେ କହିଥିଲା ଯେ ଦିଦି ହଉଛି ମତେ ଏଥର ବି ଇଣ୍ଟରନାଲ ଦେଇତେ ଦଉନାହାନ୍ତି ସାର୍, ଅଫିସିଆଲି ନୋଟିସ ବାହାର କରିଛନ୍ତି। 9 ଜଣ ପିଲା ହଉଛି ଆମେ ଇଣ୍ଟରନାଲ ଦେଇପାରିବାନି, ଆମର ଆଟେଣ୍ଡାନ୍ସ କମ ଅଛି। ମାନେ ହଉ ତାହେଲେ ତୁ ଗୋଟେ କାମ କର, କହିଲା ମୁଁ ତ ଏଥର ତୁମେ ତ ଜାଣ ଦିଦି ମୁଁ ତ ସବୁଦିନ କ୍ଲାସ ଯାଉଛି। ମୁଁ ହଁ ମୁଁ ଜାଣେ ତୁ କ୍ଲାସ ଯାଉଛୁ, ତ ତୁ ସେଟା ମୁଁ ତାକୁ ଆହୁରି ଏମିତି ପଚାରିଛି, ମୁଁ ତୁ ସତ କହନି ତୁ କ୍ଲାସ ଯାଉଛୁ ଯାଉନୁ, ଯାଇକି ଆଉ କେଠି ଯାଉଛୁ କି? କହିଲା ଆଚ୍ଛା ତୁମେ ଭାବି ପାରୁଛ କି ମାନେ କଲେଜ ଡ୍ରେସ ଯିମି ସେମିତି ମୁହଁ ଫୁହ ଧୋଇଥିବି ସେମିତି ଉଠିକି ଦୌଡୁ ଦୌଡୁ ଯାଉଥିବି କ୍ଲାସ ମିସ୍ କରିବିନି, ମୁଁ ଆଉ କେଠିକି ଯିମି? ଅଲଗା ଛୁଆଙ୍କୁ ବି ପଚାରି ଦେଇ ପାରିବ ଯେ ମୁଁ ଯାଇଛି ନା ଯାଇକି। ହଉ ତାହେଲେ ଗୋଟେ କାମ କର, ଯଦି ସାର୍ ଯଦି ଏମିତି ତତେ ମାନେ ଯଦି ଏକ୍ଜାମ ଦଉନାହାନ୍ତି ତାହେଲେ ତୋ ବାପାଙ୍କୁ ଜଣା। ତ ସେ କହିଲା ଯେ ବାପାଙ୍କୁ ମୁଁ ଏବେ ଜଣେଇବିନି, ବାପା ଟେନସନ ନଉଛନ୍ତି, ଘର ପୂଜା ବି ଚାଲିଛି, ବାପାଙ୍କୁ ଏବେ ଜଣେଇବିନି, ମୁଁ ସୋମବାର ଦିନ ଯାଇ ସାରି ଆଉ ଯୋଉ 8 ଜଣ ପିଲା ଅଛନ୍ତି ସେମାନେ ବି ତ ତା ସାଙ୍ଗ ଗୁଡାକ ଥିଲେ ବି କିଛି ଜଣ, ସେମାନେ ବି ଦେଇନାହାନ୍ତି, ତ ସେମାନଙ୍କୁ ନେଇକି ଯିବି, ସାର୍ କଣ କହୁଛନ୍ତି ଦେଖିବା। ତାପରେ ହଉଛି ସୋମବାର ଦିନ ସେ ଯାଇଛି, ସେ ପିଲାମାନଙ୍କୁ ଦେଇଛି, ତାପରେ ସେ ପିଲାମାନେ ତାଙ୍କ ଗାର୍ଡିଆନକୁ ମାନେ ନେଇକି ଯାଇଥିଲେ ନା କଣ, ତାପରେ ସେଠି ହଉଛି ତାଙ୍କୁ ହଉଛି ଏଲାଉ କରୁଥିଲେ ସାର୍ ଏକ୍ଜାମ ଦେବା ପାଇଁ, ଅଣ୍ଡରଟେକିଂ ଲେଖିକି ଏଲାଉ କରୁଥିଲେ ଏକ୍ଜାମ ଏକ୍ସେପ୍ଟ ୟାକୁ। ତ ଇଏ କହିଲେ ଯେ ୟାକୁ ଦେଇତେ ଦେଲେନି, କହିଲେ ତୁମେ ହଉଛ ଦେଇପାରିବନି। ଇଏ କହିଲେ କଣ ପାଇଁ ଦେଇପାରିବିନି ମୁଁ ଏକ୍ଜାମ, ନା ତୁମର ହଉଛି ଆଗରୁ ବି ଆଟେଣ୍ଡାନ୍ସ କମ ଅଛି, ଏବେ ବି ଆଟେଣ୍ଡାନ୍ସ କମ ଅଛି। ତ ଇଏ କହିଲା ଯେ ହଉ ଠିକ ଅଛି, ତାହେଲେ ମତେ ତାହେଲେ ଆପଣ ମତେ ଆଟେଣ୍ଡାନ୍ସ ଦେଖ, ମାନେ ମୁଁ ଯେତିକି ଶୁଣିଛି, ମୁଁ ଜାଣିନି ଏକ୍ଜାକ୍ଟ ଇଏଟା ମୁଁ ଜାଣିନି, ସେ ମତେ ଯେତିକି କହିଛି। ତା ପରଦିନ ମୁଁ ମଙ୍ଗଳବାର ଯାଇଥିଲି, ସେ ମତେ କହିଛି ସେତେବେଳେ କମ୍ପ୍ଲେନ ସେ ଦେଇ ସାରିଛି ସାରଙ୍କ ନାମରେ, ତା ପରଦିନ ମତେ ସେ ଜଣେଇଛି ଯେ ଏଇଆ ହେଇଥିଲା। ମୁଁ କହିନି କି ତତେ ଦେଲେନି ସାର୍ କଣ ପାଇଁ ଏକ୍ଜାମ ଦେଇତେ, କହିଲେ ଯେ ତୁ ହଉଛୁ ସେମାନଙ୍କର ହଉଛି ଆଗରୁ ଆଟେଣ୍ଡାନ୍ସ ଠିକ ଥିଲା, କ୍ଲିୟର ଥିଲା, ବର୍ତ୍ତମାନ ସେମାନଙ୍କର କିଛି ପ୍ରୋବ୍ଲେମ ପାଇଁ ସେମାନେ ଆସି ପାରୁନଥିଲେ, ତ ସେମାନଙ୍କୁ ଆଲାଉ କରାଯାଉଛି ଅଣ୍ଡରଟେକିଂ ଲେଖିକି, କିନ୍ତୁ ତୁମର ଆଗରୁ ଯେହେତୁ ଆଟେଣ୍ଡାନ୍ସ ସର୍ଟ ଅଛି ସବୁର, ଏବେ ବି ସର୍ଟ ଅଛି, ସେଇ ପାଇଁ ତୁମକୁ ଆଲାଉ କରାଯିବ ନାହିଁ। ଏ କହିଲା ଠିକ ଅଛି। ତାପରେ କମ୍ପ୍ଲେନ ଦେଇଥିଲା ସାରଙ୍କ ନାମର, ଆଟେଣ୍ଡାନ୍ସ ଚେକ୍ କରିଥିଲା ନା କଣ, ତାପରେ ତା ଭାଇ ବି ଯାଇଥିଲେ ସେଠି କମ୍ପ୍ଲେନ କୁ, ମାନେ ମିଟିଂ କୁ ସେଠି ଯାଇଥିଲେ। ତାପରେ ହଉଛି ସେଠୁ ଆସିଲା ପରେ ସେ ସେଦିନ ଆଉ ଏକ୍ଜାମ ଟା ଦେଇନଥିଲେ, ତାକୁ ଆଉ ଦେଇନଥିଲେ ଏକ୍ଜାମ ଦବା ପାଇଁ। ଏକ୍ଜାମ ମାନେ 1 ତାରିଖରେ ଥିଲା, 30 ତାରିଖ ଯୋଉ 30 ଏକ୍ଜାମ ଟା ତାରିଖରେ ଥିଲା ସେଟା ଆଉ ଦେଇନଥିଲା। ତାପରେ 1 ତାରିଖର ଏକ୍ଜାମ ଟା ବି ଦେଇତେ ଯାଇଥିଲା, ସେ ବି ଲେଟ ରେ ଯାଇଥିଲା ନା କଣ, ସେଠି ମିଟିଂ ଫିଟିଂ ସରିଲା ପରେ ଦେଇତେ ଯାଇଥିଲା। ତାପରେ ଦେଇ ସାରିଥିଲା, ତାପରେ ସାର୍ କହିଥିଲେ ଯେ ହଉ ବୁଝିବେ ବୋଲି, ତାପରେ ନ ବୁଝିଲେ ସେ ଯାଇଥିଲା ଏମପିଙ୍କ ପାଖକୁ। ମୁଁ ଶୁଣିଥିଲି ସେ ଏମପିଙ୍କ ପାଖକୁ ଯିବାର ଥିଲା, ତାର ଯାଇଥିଲା ବି, ସେ ଭାଇ ମାନଙ୍କ ଥ୍ରୋରୁ ଯାଇଥିଲା। ତାପରେ ସେଠୁ ଆସିଲା ଯଦି କିଛି ହବ, ତାପରେ ଟୁଇଟ ବି କରୁଥିଲା, ସୋସିଆଲ ମିଡିଆରେ ଟୁଇଟ ବି କରୁଥିଲା। ତାପରେ ଟୁଇଟ କଲା ପରେ ତ କିଛି, ତାପରେ ଯେ ଦିନ ସେ ଏଇ ଘଟଣାଟା ଘଟିଛି 12 ତାରିଖ 11 ତାରିଖ ଦିନ ରାତିର, ସେ ହଉଛି 2 ଜଣ ବସିଥିଲେ, ମୁଁ ବସି ନୋଟ ଲେଖୁଛି, ସିଏ ହଉଛି କଥା ହଉଥିଲା, ତୁ ଯାଉନୁ ବାହାରେ କଥା ଡିଷ୍ଟର୍ବ ହଉଛି, ତା କଥା ଗୁଡାକ ମାନେ କାନରେ ବାଜୁଛି କଥା ଗୁଡାକ, କିନ୍ତୁ ମୁଁ ମାନେ ଧ୍ୟାନ ଦେଇନଥିଲି, ସେଇପାଇଁ ମୋର କଥା ଗୁଡା କିଛି ମନେ ନାହିଁ। ମୁଁ ଲେଖୁଥିଲି ବସି, ତାକୁ ତୁ ବାହାରେ ଯା କଥା ହବୁ, ଦେଇକି ସେ ତାଙ୍କ ମା ସାଙ୍ଗରେ କଥା ହେଲେ, ମୁଁ ବି ତାଙ୍କ ମା ସାଙ୍ଗରେ ରାତିରେ କଥା ହେଇଛି। କଥା ହେଇ ସାରିଲା ପରେ ସେ ତା ମା ସାଙ୍ଗରେ କଥା ହେଇକି ବିସ୍କୁଟ ଖାଉଛି ବସିକି, ତା ମା ସାଙ୍ଗରେ କଥା ହଉଛି। ତାପରେ ମତେ ବି ତାଙ୍କ ମା ଫୋନ ଦେଲେ, କହିଲେ ଛୁଆ ତାକୁ ଟିକେ ଏରକମ ବୁଝାଅ, ସେ ଏରକମ ହଉଛି, ତାକୁ ଟିକେ ବୁଝାଅ ଟିକେ। ମାନେ ହଁ ମୁଁ ତ ସେ ଠିକ ଅଛି, ତୁ ଟେନସନ ନିଅନି, ସେ ଠିକ ଅଛି। ତାପରେ କହିଲେ ସେ ଏକ୍ଜାମ ଦେଇତେ ଯାଇଥିଲା, ମାନେ ହଁ ଏକ୍ଜାମ ଦେଇତେ ଯାଇଥିଲା, ଏମିତି କଥା ହେଲେ ସବୁ। ତାପରେ ଭଲ ଥିଲା ବାସ୍। ତାପରେ ହଉଛି କମେଣ୍ଟ ପଢିଲା, ତାପରେ ବସିକି କମେଣ୍ଟ ଗୁଡାକ ପଢୁଥିଲା। ମାନେ ଯୋଉ ଭିଡିଓ ଗୁଡାକ ଛାଡା ହେଇଥିଲା, ସେଇର କମେଣ୍ଟ ଗୁଡାକ କହିଲେ ଦିଦି ଦେଖନି ଗୋଟେ ନାରୀ ହିଁ ଶତ୍ରୁ ନା, କିରକମ କମେଣ୍ଟ ସବୁ ଦଉଛନ୍ତି ଦେଖନି, ମାନେ ବେଳେ ବେଳେ ହସି ବି ଦଉଛି, କାନ୍ଦି ବି ଯାଉଛି। ମାନେ ଅବଭିୟସଲି ଖରାପ ଲାଗିବ ନା, କେହି କାହାରି ସିଚୁଏସନ ତ ବୁଝିବା ପରିସ୍ଥିତି ନାହାନ୍ତି ନା, ସତ ହଉ ମିଛ ହଉ, ଯେତେବେଳେ ନିଜ ସାଙ୍ଗରେ ଯୋଉଟା ଘଟେ ସେତିକି ବେଳେ ହିଁ ଜଣେ ବୁଝିପାରେ ଯେ ହଁ ଏଇଟା ମୋ ସିଚୁଏସନ ଏବେ ଖରାପ ପଡିଛି ବୋଲି। ତ ଆଉ କାହାର ହେନେ ସେଟାକୁ କେହି ବୁଝିତେ ଚେଷ୍ଟା କରେନି ସେଟା। ଦେଖନି ଦିଦି ଗୋଟେ ନାରୀ ହେଇକି, ଗୋଟେ ଝିଅ ହେଇକି, ଆଉ ଗୋଟେ ଝିଅକୁ ଏରକମ କହୁଛି। ମାନେ ଛାଡ ବାଦ ଦେ ସେ କଥା, ତୁ ସେଟା ମାଇଣ୍ଡ ହଟାତ୍ ତୁ ଠିକ ଅଛୁ ତ, ତାହେଲେ ତୋ ବିଚାର ଉପର ବାଲା କରିଦେବେ। ଆପଣ ତ ରୁମମେଟ ଥିଲେ, ସାଙ୍ଗ ଥିଲେ, ଆପଣ କେବେ ଭାବି ପାରୁଛନ୍ତି ସେଇଭଳିଆ କାମ ନା କରିପାରିବେ? ନା କେବେ ଭାବିନଥିଲି ମୁଁ। ଏତେ ଷ୍ଟ୍ରଙ୍ଗ, ମୁଁ କହୁଛି ପରା, ସେ ଏଗୁଡାକ ଏତେ ଶୁଣିଛନ୍ତି, ସେ ଯଦି ସେଇ କାମ କରିବାର ହେଇଥାନ୍ତା, ସେଦିନ ପରା ଖାଇବା ଆମେ ଲେଟରେ ଦିଆ ହୁଏ ବୋଲି ସେ ଯାଇଛି କଲେଜ ଭିତରେ, ସେ ଆଣ୍ଟିଙ୍କୁ କହିଛି ଯେ ଆଣ୍ଟି ଆଜି ଖାଇବା ଦେବେନି, ମୁଁ ନେଇକି ଯିମି, କଲେଜରେ ମୁଁ ଶୀଘ୍ର ଆସିବି ନେଇକି ଯିମି, ଆପଣ ଖାଇବା ଦେଲେ ଲେଟ୍ କରୁଛନ୍ତି ମୁଁ ନେଇକି ଯିମି।
ହୁଁ ଏଇ କଥା କରିଥାନ୍ତା, ଦି ଜଣଙ୍କ ମିଲ ଆବସେଣ୍ଟ କରିଥାନ୍ତା ସେଦିନ ସିଏ, ଯଦି ହୁଁ ସେଇ ଉଦ୍ଦେଶ୍ୟ ଥାନ୍ତା। ସୁଇସାଇଡ ର ଉଦ୍ଦେଶ୍ୟ ତ ମୁଁ କେବେ ବି ବିଶ୍ୱାସ କରିବିନି, ଆଉ ଯାହା ବି ହଉ ସୁଇସାଇଡ କଥା ତ କେବେ ବି ବିଶ୍ୱାସ କରିବିନି ମୁଁ। ତାକୁ ଆଉ କିଏ କଣ ଇନଷ୍ଟିଗେଟ କରୁଥିଲେ କି କଣ କରୁଥିଲେ ସେମିତି କିଛି ଆପଣ ତ ଜାଣିନି ସେଇଟା ସୁରାଗ ମୁଁ, କିଛି ପାଉଥିଲେ? ନା ମୁଁ ସେଇଟା ଜାଣିନି କହିପାରିବିନି, କିନ୍ତୁ ମାନେ ମୁଁ ତା କଥାରେ ଏଇଥିପାଇଁ ମୁଣ୍ଡ ଖେଳାଏ, ଆମ ଘର ଲୋକ ପାଇଁ ମୁଁ କାହାରି କଥାରେ ଏଣ୍ଟରଫାୟର କରିପାରେନି। ଓହୋ। ସେମାନେ କହିବେ ତୁ ଯାଇଛୁ, ତୁ ତୋ କାମରେ ଫୋକସ କର, ବହୁତ କଷ୍ଟ ତତେ ସେଠିକି ଛାଡା ହେଇଛି, ନହେଲେ କିଛି ଯଦି ଟିକେ ମୁଁ ଶୁଣି ତୋର ସେଇଠି ବନ୍ଦ ପାଠ ପଢା। ଓହୋ। ତ ମୁଁ ସେଇ ପାଇଁ ଏତେ କିଛି ମାନେ କାହାରି ମ୍ୟାଟର ବି ମୁଣ୍ଡ ଖେଳାଏନି। ସେ ଯୋଉ ସାରଙ୍କ କଥା କହୁଥିଲା, ସେ ସାରଙ୍କର ଏମିତି ଜାଣି ଶୁଣି କାହାକୁ ହଇରାଣ କରନ୍ତି? ଆପଣ ମାନେ ତ ବି ମୁଁ ପଢୁଥିବେ ନା ତାଙ୍କରି ସେ ପାଖରେ। ସାରଙ୍କୁ ହଉଛି ମୁଁ ଚିହ୍ନିନି ସେ ସାରଙ୍କୁ, ଆମ ଡିପାର୍ଟମେଣ୍ଟ ର ସେ ସାର୍ ବି ନୁହନ୍ତି, କି କେବେ ତାଙ୍କୁ ମୁଁ ଦେଖିବି ନାହିଁ ସେ ସାରଙ୍କୁ। ଓ ଆପଣ ସେ ଏଜୁକେସନ ଡିପାର୍ଟମେଣ୍ଟର ନୁହନ୍ତି କିନ୍ତୁ ମୋର ଏଜୁକେସନ ଡିପାର୍ଟମେଣ୍ଟ, କିନ୍ତୁ ତାଙ୍କର ହଉଛି ଇଣ୍ଟିଗ୍ରେଟ ବିଏଡ, ସିଏ ହଉଛନ୍ତି ଓହୋ ଇଂଲିଶ ଡିପାର୍ଟମେଣ୍ଟ ର ଏଚଓଡି ସାର୍। ଓହୋ। ତ ମୋର ଏଜୁକେସନ ସେ ସାର୍ ନାହାନ୍ତି, ଆମ ଡିପାର୍ଟମେଣ୍ଟ ସେ ଆସନ୍ତିନି କି ଆମ ଡିପାର୍ଟମେଣ୍ଟ କେବେ ବିଶେଷ କ୍ଲାସ କରନ୍ତି କି ଏପଟକୁ ସାର୍ କେବେ ମୁଁ ତାଙ୍କୁ ଦେଖିି ନାହିଁ, 2 ବର୍ଷ ହେଲାଣି ଆମର ସରିତେ ଗଲେଣି, ମୁଁ ତାଙ୍କୁ କେବେ ଦେଖି ନାହିଁ, ଅରିଜିନାଲି କେବେ ତାଙ୍କୁ ଦେଖିନାହିଁ ମୁଁ। ଓହୋ। ତ ସେଇଟା ମୁଁ କହିପାରିବିନି। ତାପରେ ସେଦିନ ମତେ କହୁଥିଲେ, କହିଲା ଦିଦି ଟିକେ ପ୍ରିନ୍ସିପାଲ ଅଫିସ ଯିବ ନା? ହୁଁ ମୁଁ ହୁଁ କହିନି ପ୍ରିନ୍ସିପାଲ ଅଫିସ ମୋର ତ କିଛି କାମ ନାହିଁ, କହିଲେ ମୋ କାମ ଅଛି। ମୁଁ କହିନି କି କେତେଟା ବେଳକୁ? କହିଲେ 10:30 ବେଳକୁ। ମୁଁ ନା ମୁଁ 10:30 ଯାଇପାରିବିନି, 10ଟା ବେଳକୁ ମୋର କ୍ଲାସ ଅଛି। ହୁଁ କହିଲା ହୁଁ ହଉ। ମୁହଁ ଟାକୁ ଶୁଖେଇ ଦେଇକି ତାପରେ ବସିକି କଥା ହଉଥିଲା, ତାପରେ ସେ ଯେ ବାହାରେ ବସିକି କଥା ହଉଥିଲା, ଆସିଲା ବେଳେ ସେ କାନ୍ଦୁଥିଲା ବସିକି। କାନ୍ଦୁଥିଲା ନା, ତା ଆଗରୁ ମତେ କହିଥିଲା ଯେ ହଉଛି ଦିଦି ଫେର ପୁଣି ଗୋଟେ କାଣ୍ଡ ହେଇଛି। ମୁଁ କହିଲି କୋଉ କାଣ୍ଡ ହେଇଛି? କହିଲା କି ସେ ସାର୍ ଫେର ପୁଣି କାଣ୍ଡ କରୁଛନ୍ତି। ମୁଁ କହିଲି କହୁନୁ କଣ ହେଇଛି? କହିଲା ମୁଁ କହିମି ଟିକେ ପରେ କଥା ହେଇକି କହୁଛି। ଓହୋ। ତାପରେ ଆଉ ସେ କଥାଟା ମତେ କିନ୍ତୁ ସେ ଜଣେଇଲାନି ସେଦିନ। ହୁଁ 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 ହୁଁ। ତାପରେ ଜଣେଇଲାନି କଥା, ଏକ୍ଜାକ୍ଟଲି ଯଦି ଜାଣିଥାନ୍ତେ ତାହେଲେ ପର୍ଟିକୁଲାର ମୁଁ ଜାଣି ପାରିଥାନ୍ତି ଯେ ହଁ ତାକୁ ଏଇଟା ସେ ସୁଇସାଇଡ କରିଛି କି ତାକୁ କିଏ କହିଛି, ସେଟା ଜଣା ପଡିଥାନ୍ତା। ଓହୋ। ତ ସେବେଳେ ସେ କାନ୍ଦିଲା ବି ବସି, ତାକୁ ପଚାରିଲି ମୁଁ କାନ୍ଦୁଛୁ କଣ ପାଇଁ, ସେଟା ବି କହିଲାନି ସେ। ଓହୋ। ସେଇଟା ବି ସେ ଜଣେଇଲାନି ଯେ କହିବ ବୋଲି କହିଲା କିଛି ନା, ଏତିକି କହିକି ମାନେ ରାତି 1:30 ବେଳେ ମୁଁ ଶୁଇନି, ସେ ଶୁନାହିଁ ରାତିର 3ଟା ବେଳେ ବି ତାକୁ ଦେଖୁଛି ମୁଁ, ସେ ଶୁଇନାହିଁ ରାତିର। ମୋବାଇଲ ଦେଖୁଛି, ଫୋନ ଦେଖୁଛି ବସିକି। ଏଇଟା କଣ 11 ତାରିଖ ଦିନ? ହଁ 11 ତାରିଖ ରାତିର। ଓହୋ। ଏ ଯେ ତାପରେ ଏମପିଓ ପାଖକୁ ଯାଇଥିଲା, କଣ ହେଲା କଣ ନାଇଁ କିଛି କହିଥିଲା ସେଇଟା ଆପଣଙ୍କୁ? ନା ମୁଁ ସକାଳେ ହଉଛି ସିଏ ଶୋଇଥିଲା, ମୁଁ ସକାଳୁ ତ ଲାଇଟ ଦେନି, ସେ ମାନେ ଲାଇଟ୍ ବନ୍ଦ କରିବାକୁ ମୁହଁ ଟାକୁ କେମିତି ଗୋଟେ କରୁଥିଲା, ମୁଁ ତାକୁ ଲାଇଟ୍ ଟାକୁ ମୁହଁର ବେଡସିଟ୍ ଘୋଡେଇକି ସେ ଶୋଇ ପଡ଼ିଲା, ମୁଁ ବାହାରିକି ପଳେଇନି 10ଟା ବେଳେ। 10ଟା 16 ସେ ମତେ କଲ୍ କରିଛି କିନ୍ତୁ। 10ଟା 16 କଲ୍ କରିଛି, ସେତେବେଳେ ମୋ ମୋବାଇଲ ସାଇଲେଣ୍ଟ ଥିଲା, ଯାହା ଫଳରେ ମୁଁ ତା କଲ୍ ଟା ରିସିଭ୍ କରିନଥିଲି। ହୁଁ ହୁଁ। ତାପରେ ମୁଁ 10ଟା 22 ତାକୁ କଲ୍ ବ୍ୟାକ୍ କରିନି, ସେ କଲ୍ ରିସିଭ୍ କଲାନି। ଓହୋ। ମାନେ ହয়তো କିଛି ରୁମରେ ଥିବ କି କିଛି ଅଲଗା କିଛି ପାଇଁ କଲ୍ କରିଥିବ। ହୁଁ ତାପରେ ମୁଁ ରୁମକୁ ଆସି 12:30ରେ 3ଟା କ୍ଲାସ ଆମର ସେଦିନ ହେଇଥିଲା, 3ଟା କ୍ଲାସ ସାରିକି ମୁଁ 12:30ରେ ରୁମକୁ ଆସିଛି। ହୁଁ ହୁଁ। 12:30 ରୁମକୁ ଆସି ଦେଖେ ସେ ରୁମରେ ନଥିଲା। ମୁଁ ଓହୋ। 12:30 ଆସିକି 12:30ରୁ 2ଟା ଯାଏ ମୁଁ ବସିକି ମୁଁ ଫୋନ ଦେଖୁଛି, ମୁଁ ମୋର କାମ ସବୁ କରୁଛି। ମତେ ମୋ ସାଙ୍ଗ ଆଉ ଗୋଟେ 2ଟା କେତେବେଳେ ଗୋଟେ ଫୋନ 2ଥର ମାରିଛି। ହୁଁ ହୁଁ। ମୁଁ ତା ଫୋନ ଟା ରିସିଭ୍ କରିପାରି, ତାପରେ ଫୋନ ବ୍ୟାକ୍ କଲି, କହିଲା ହଉଛି ଦିଦି ହଉଛି ଏମିତି ପେଟ୍ରୋଲ ପକେଇକି ନିଆଁ ଲଗେଇ ଦେଇଛି କଲେଜ ସାମ୍ନାରେ। ମୁଁ କହିନି କି ବେକାରିଆ କଥା ଗୁଡ଼ା ଛେ। ଖରାପ ଲାଗୁନି ଟିକେ ଏ କଥା କହୁଛ, ସିଏ ତ ହଉଛି କଲେଜ ଯାଇଛି ବୋଧେ, ଡ୍ରେସ ତ ତାର ନାହିଁ ଏଠି, କଲେଜ ଯାଇଥିବ ବୋଧେ କଲେଜ ଡ୍ରେସ ର। ହୁଁ କହିଲା ହୁଁ। ହଁ ଦେଖ ସେ କଲେଜ ଡ୍ରେସ ଟା ପୁରା ପୁଡିକି ତା ହାତରେ କେବଳ ସେ କଲେଜ ଡ୍ରେସ ବିଟଟା କେବଳ ଅଛି, ଆଉ କିଛି ନାହିଁ। ତାକୁ ଭିଡିଓ ଦେଖେଇଲା, ମୁଁ ଭିଡିଓ ଦେଖିକି ଷ୍ଟକ୍, ପୁରା ଚୁପ୍ ହେଇକି ରହିଛି ପୁରା। ହୁଁ 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 ହୁଁ। ମାନେ ଫୋନ ଧର ଲାଇନ ରେ ସିଏ ଅଛି, ସେ ଦିଦି ଡାକୁଛି, ମୁଁ ପୁରା କାଠ ହେଇଯାଇଛି। ହୁଁ 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 ହୁଁ। ଆଉ କେବେ ମୁଁ ଏକ୍ସପେକ୍ଟ କରିନଥିଲି ଯେ, ସ୍ୱପ୍ନରେ ବି କେବେ ଭାବିଥିଲି ଯେ ସେ କାମ କରିବ ବୋଲି। ଓହୋ। ନିଜେ ବି ଆପଣ ଭାବୁନ୍, ଜଣେ ସେଲ୍ଫ ଟ୍ରେନିଂ ଦେଇତେ ଯାଉଥିବା ହୁଁ ଝିଅ, ହୁଁ ସିଏ ହୁଁ ନିଜେ କେବେ ଏଇ କାମ କରିଥାଇ ପାରିବ? ହୁଁ ହୁଁ ହୁଏତ ତାକୁ ଯଦି ସେମିତି ବି କିଛି ହଁ ହେଇପାରେ, ଯେତେବେଳେ ଗୋଟେ ମଣିଷ ନିଜର ଭାରସାମ୍ୟ ହରେଇ ବସେ ମେଣ୍ଟାଲିଟି ରୁ ହୁଁ ହୁଁ। ପୁରା, ସେତେବେଳେ ସେ କିଛି ନା କିଛି ଷ୍ଟେପ ନେଇନି, ସେଟା ଅଲଗା କଥା। ତାପରେ ବି ମତେ କେଇଠି ନା କେଇଠି ମୋ ମନକୁ ପାଉଛି ଯେ ନା ଏଇ କାମ ହେଇନଥିବ। ଏଇ କାମ ସେ କରିପାରିବନି। ହୁଁ 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 ହୁଁ। ତାପରେ ତ ଆସି, ତାପରେ ଯେତେବେଳେ ଆମେ ବାହାରି ବର୍ଷାରେ ବି ମୁଁ ବାହାରିକି ଯାଇଥିଲି ତାକୁ ଦେଖିବିନି, ତାପରେ ସେଠି ଅଧା ରାସ୍ତା ପହଞ୍ଚିଛି। ସେ ସାର ଗୋଟେ ସାଙ୍ଗ ଗୋଟେ ଫୋନ କରି କହିଲା ଯେ, ସିଏ ଆଉ ଏଠି ନାହିଁ, ତାକୁ ଏମ୍ସ ପଠେଇ ଦିଆଯାଇଛି। ଓହୋ। ତାପରେ ତ ଆଉ କିଛି ତ ନା ମୁଁ ଖବର ପାଇପାରିଛି, ନା କିଛି ଆଉ ତା ସହ ଯୋଗାଯୋଗ ହେଇପାରିଛି। ହୁଁ 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 ହୁଁ। କଣ ଆପଣଙ୍କର ଫିଲିଙ୍ଗସ୍ ଏବେ ତାକୁ ହରାଇଲା ପରେ, ରୁମରେ ତ ଆପଣ ମୁଁ 3 ଜଣ 5 ଦିନ ରାତିରେ ଶୋଇନାହିଁ, 5 ଦିନ ଯାକ ରାତିରେ ଶୋଇନାହିଁ। ମତେ ତାର ସେଇ ଚିତ୍କାର, ଆଉ ସେଇ ଯେ ସେ ଯିଏ ମାନେ ଆମେ ଯେତେବେଳେ ମିଶୁ ମତେ ସେ ଡାକେ, ସେଇ ଡାକ ମୋ ମନରୁ ଯାଇପାରୁନି। ହୁଁ ହୁଁ। ଆମେ ଯେଦିନ ରଥ ଦିନ ଆସିଲୁ, ତା ବାପା ସାଙ୍ଗରେ ଏକା ସାଙ୍ଗରେ ଆସିଲୁ, ହୋଟେଲରେ ବସି ଖାଇକି ଆସିଲୁ। ତାକୁ ଆମ ଘର ପାଖରୁ ତା ଘର ପାଖରୁ 2 କିଲୋମିଟର ପାଖାପାଖି ଦୂର ହବ।
ହୁଁ ହୁଁ ଆସିଲେ ତାପରେ ବାହୁଡା ଦିନ ଯଦି ନ ଆସିଲେ ସେଦିନ 2 ଜଣ ମାନେ ବସ ରେ 2 ଜଣ ଆସିଛେ ଗଲା ବେଳେ ବି ଆମେ 2 ଜଣ ବସ ରେ ଯାଇଛେ ଓହୋ ସୋମବାର ଦିନ ଆମର ଏକ୍ଜାମ ଥିଲା ଆମେ ସୋମବାର ଦିନ ହିଁ ଯାଇଛେ କିନ୍ତୁ ସୋମବାର ଦିନ ଭୋର 5ଟା ବସ ରେ ଆମେ 2 ଜଣ ଯାଇଛେ। ହୁଁ ହୁଁ ଆଚ୍ଛା ଆଚ୍ଛା ବର୍ତ୍ତମାନ ଆପଣ କଣ ମାନେ ଭାବୁଛନ୍ତି କଣ କେମିତି ତାକୁ ନ୍ୟାୟ ମିଳିପାରିବ ବୋଲି ଆପଣ କେମିତି କଣ ଭାବୁଛନ୍ତି? ନ୍ୟାୟ ତାକୁ ମାନେ ମୁଁ ନିଜେ ବି ଜାଣିପାରୁନି ମୁଁ କେ ୱାର୍ଡ ର କହିବି। ହୁଁ ହୁଁ ସିଏ ହିଁ ଜାଣେ ତା ସାଙ୍ଗରେ କଣ ହେଇଥିଲା ଆଉ ଉପର ବାଲା ହିଁ ଜାଣିଛନ୍ତି ଯେ କଣ ହେଇଥିଲା ତା ସାଙ୍ଗରେ। ମୁଁ କହିଲି କଣ ଆପଣ କେମିତି କଣ ମୁଁ ଭାବୁଛନ୍ତି? ଭାବୁଛି ତାକୁ ଏମିତି ଯଦି ଏଇ କଥାଟା ତାକୁ ନ୍ୟାୟ ଏରକମ ମିଳିବା ଦରକାର ଯେ କଣ ସିଏ ତ ଚାଲିଗଲା ଯେ କଣ ତାହା ପରବର୍ତ୍ତୀ ଆଉ କୌଣସି ଝିଅ ଏଇର ସଫର ନ ହଉ। ହୁଁ 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 ସୁରକ୍ଷା କଲେଜ ଯଦି କଲେଜ ସ୍କୁଲ ଯଦି ଝିଅ ମାନ ପୁଅ ମାନଙ୍କ ପାଇଁ ଯଦି ସୁରକ୍ଷିତ ନହବ ତାହେଲେ ଆମେ ବାହାରେ କେମିତି ରହିବା କୁହନ୍ତୁ? ହୁଁ 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 ପ୍ରିନ୍ସିପାଲଙ୍କୁ ଦେଖା ହେଇଛି ଏମପି ଙ୍କୁ ଦେଖା ହେଇଛି ସମସ୍ତଙ୍କୁ ଦେଖା ହେଇଛି ତଥାପି କେହି ତାକୁ ହେଲ୍ପ କରିପାରିଲେନି। ସେଇ ତ କଥା ତାଙ୍କ ବାବା କହିବା କଥା ଯେ ପ୍ରିନ୍ସିପାଲ ଆପଣ ଟିକେ ମୋ ଝିଅକୁ ବୁଝେଇ ପାରିଲେନି